ପିଲାମାନେ ତମମାନଙ୍କ ପାଇଁ ଭିଡ଼ିଓରେ ନେଇ ଆସିଛି କ'ଣ ଆଧୁନିକ ଭାରତ ଇତିହାସ। କ'ଣ ପିଲାମାନେ ଆଧୁନିକ ଭାରତ ଇତିହାସ 1757ରୁ 1950 ପର୍ଯ୍ୟନ୍ତ ଯାହା ବି ଅଛି ଆମେ ଗୋଟିଏ ପରେ ଗୋଟିଏ ଏ ବହିଟାକୁ ଆମେ ସାରିବାକୁ ଚେଷ୍ଟା କରିବା। ପିଲାମାନେ ଏ ଯେଉଁ ବହିଟା ଅଛି ଯେଉଁଟା ଏ ଯେଉଁ ବୁକ୍ ଅଛି ଏ ବୁକ୍ର ଯିଏକି ଅଥର ମନେ ରଖିବେ ପିଲି ଡକ୍ଟର ବ୍ରଜବନ୍ଧୁ ଭଟ୍ଟ। ମନେ ରଖିବ କିଏ ପିଲି ଡକ୍ଟର ବ୍ରଜବନ୍ଧୁ ଭଟ୍ଟ, ଡକ୍ଟର ରେଖାରାଣୀ ଖୁଣ୍ଟିଆ। ମନେ ରଖିବ କ'ଣ ଡକ୍ଟର ରେଖାରାଣୀ ଖୁଣ୍ଟିଆ। କିନ୍ତୁ ଯେଉଁ ପୁସ୍ତକଟା ଅଛି କେଉଁଥିପାଇଁ ବହୁତ ଉପଯୋଗୀ? +3 ଇତିହାସ +3 ପାଇଁ ଉପଯୋଗ, ସ୍ନାତକ ପିଜି ପାଇଁ ବି ଦରକାର, ସମସ୍ତ ପ୍ରତିଯୋଗିତାମୂଳକ ପରୀକ୍ଷା ବୁଝିଲା ନାହିଁ, ଯେକୌଣସି କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ମଧ୍ୟ କାମରେ ଲାଗିବ, ଯେଉଁଟାକି ଆମେ କ'ଣ ଓଡ଼ିଆ ମିଡ଼ିୟମରେ ପଢ଼ିବା ପିଲାମାନେ ବୁଝିଲା ନାହିଁ। କେଉଁ ମିଡ଼ିୟମରେ? ଓଡ଼ିଆ ମିଡ଼ିୟମରେ ପଢ଼ିବା। ଯିଏ ଅଥର ହେଉଛନ୍ତି ଏ ବୁକ୍ର କ'ଣ କହିଲି ଡକ୍ଟର ବ୍ରଜବନ୍ଧୁ ଭଟ୍ଟ, ଡକ୍ଟର ରେଖାରାଣୀ ଖୁଣ୍ଟିଆ। ବୁଝିଲ କି? କିନ୍ତୁ ପ୍ରଥମେ ଯେଉଁ ଟପିକ୍ଟା ଅଛି ସେ ଟପିକ୍ ଅଛି କ'ଣ ପିଲେ ପ୍ରଥମ ଅଧ୍ୟାୟରେ ଯାହା ପଢ଼ିବା ସେଇଟା ହେଉଛି କ'ଣ ୟୁରୋପୀୟ ମାନଙ୍କର ଭାରତ ଆଗମନ। କ'ଣ ପିଲାମାନେ ୟୁରୋପୀୟ ମାନଙ୍କର ଭାରତ ଆଗମନ ବିଷୟରେ ପଢ଼ିବା। ଯେଉଁ ୟୁରୋପୀୟ ମାନେ ଭାରତକୁ ଆସିଥିଲେ ସେ ବିଷୟରେ ପଢ଼ିବା। କିନ୍ତୁ ଏ ଭିଡ଼ିଓରେ ଆମେ 2 ଜଣଙ୍କ ବିଷୟରେ ପଢ଼ିବା। ଗୋଟେ କ'ଣ ପିଲି ଯେ ପର୍ତ୍ତୁଗୀଜ, କ'ଣ କହିଲି ପର୍ତ୍ତୁଗୀଜ ବିଷୟରେ ପଢ଼ିବା। ଆଉ କ'ଣ ପିଲି ଡଚ୍ ବିଷୟରେ ପଢ଼ିବା। ଏ ଭିଡ଼ିଓରେ ଆମେ କ'ଣ ପଢ଼ିବା? ପର୍ତ୍ତୁଗୀଜ ପଢ଼ିବା, ତାପରେ ଡଚ୍ ବିଷୟରେ ପଢ଼ିବା। ଆଉ ଯାହା ପର ଭିଡ଼ିଓରେ ଯାହା ବି ଅଛି କ'ଣ ଯେ ଇଂରେଜମାନଙ୍କ ବିଷୟରେ ପଢ଼ିବା, ତାପରେ ଦାନିଶ ବିଷୟରେ ପଢ଼ିବା, ତାପରେ ଫ୍ରାନ୍ସ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଷୟରେ ପଢ଼ିବା ବୁଝିଲା ନାହିଁ। ପ୍ରଥମେ এই ଭିଡ଼ିଓରେ ଆମେ କ'ଣ ପଢ଼ିବା ଯେ ପର୍ତ୍ତୁଗୀଜ ଏବଂ ଡଚ୍ ବିଷୟରେ ପଢ଼ିବା। ଚାଲ ପ୍ରଥମେ କ୍ଲାସଟାକୁ ଆରମ୍ଭ କରିବା। କ'ଣ ଦେଇଛି ଦେଖିବା। ପ୍ରାଚୀନ କାଳରୁ ଭାରତର ଧନରତ୍ନ ଓ ବୈଭବ ପଶ୍ଚିମ ଭାଗର ଅଧିବାସୀଙ୍କୁ ପ୍ରାଚ୍ୟ ଭୂଖଣ୍ଡ ପ୍ରତି ଆକର୍ଷିତ କରିଥିଲା। ପିଲାମାନେ ମନେ ରଖିବ ପ୍ରାଚ୍ୟ କହିଲେ ଏସିଆ, ପ୍ରାଚ୍ୟ କହିଲେ ଏସିଆ ମାନେ ପ୍ରାଚୀନ କାଳରୁ ଭାରତର ଧନରତ୍ନ ଓ ବୈଭବ ପଶ୍ଚିମ ଭାଗର ଅଧିବାସୀଙ୍କୁ ପ୍ରାଚ୍ୟ ଭୂଖଣ୍ଡ ପ୍ରତି କ'ଣ ହେଇଥିଲା ଆକର୍ଷିତ ହୋଇଥିଲା। ଭାରତକୁ ଜଳପଥ ଆବିଷ୍କାର ହେବା ପୂର୍ବରୁ ୟୁରୋପୀୟ ବଣିକ ଗୋଷ୍ଠୀ ସ୍ଥଳପଥରେ ଆରବ, ଆଫଗାନିସ୍ତାନ, ମିଶର, ଗ୍ରୀସ, ରୋମ, ପାରସ୍ୟ, ତୁରସ୍କ ଆଦି ଦେଶ ଦେଇ ୟୁରୋପକୁ ପଣ୍ୟ ଦ୍ରବ୍ୟ ଓ ମୂଲ୍ୟବାନ ଜିନିଷ ପ୍ରଭୃତି ନେବା ଆଣିବା କରୁଥିଲେ। କେଉଁ ପଥରେ? ସ୍ଥଳ ପଥରେ। ମନେ ରଖିବ ପିଲି କେଉଁ ପଥରେ? ସ୍ଥଳ ପଥରେ। ଅର୍ଥାତ୍ ଯେ ଭାରତକୁ ଜଳପଥ ଆବିଷ୍କାର କରିବା ପୂର୍ବରୁ ବା ଭାରତକୁ ଜଳପଥ ଆବିଷ୍କାର ହେବା ପୂର୍ବରୁ ୟୁରୋପୀୟ ବଣିକମାନେ କ'ଣ କରିଥିଲେ ଯେ ସ୍ଥଳପଥରେ ମଧ୍ୟରୁ କେଉଁମାନେ ପିଲି ଆରବ, ଆଫଗାନିସ୍ତାନ, ମିଶର, ଗ୍ରୀସ, ରୋମ, ପାରସ୍ୟ, ତୁରସ୍କ ଆଦି ଦେଶ ଦେଇ ୟୁରୋପକୁ ପଣ୍ୟ ଦ୍ରବ୍ୟ ଓ ମୂଲ୍ୟବାନ ଜିନିଷ ପ୍ରଭୃତି ନେବା ଆଣିବା କରୁଥିଲେ। ବାଣିଜ୍ୟ ଜାହାଜମାନ ଲୋହିତ ସାଗର, ଆରବ ସାଗର, ପାରସ୍ୟ ସାଗର ପରବର୍ତ୍ତୀ ସମୟରେ ଭୂମଧ୍ୟ ସାଗର ମଧ୍ୟ ଦେଇ ମୁକ୍ତ ଭାବରେ ଯା ଆସ କରିପାରୁଥିଲେ, ଯାହାଫଳରେ ଉଭୟ ଜଳପଥ ଓ ସ୍ଥଳପଥରେ ବଣିକମାନେ ବାଣିଜ୍ୟ ବ୍ୟବସାୟରେ ଲିପ୍ତ ରହିଥିଲେ। ମାନେ ଭାରତରେ ଏମିତିର ଧନରତ୍ନ ଥିଲା। ଧନରତ୍ନ ଥିବା ଫଳରେ କ'ଣ ଥିଲେ ଜାହାଜମାନରେ କ'ଣ ଲୋହିତ ସାଗର, ଆରବ ସାଗର, ପାରସ୍ୟ ସାଗର ପରବର୍ତ୍ତୀ ସମୟରେ ଭୂମଧ୍ୟ ସାଗର ମଧ୍ୟ ଦେଇ ମୁକ୍ତ ଭାବରେ ସେମାନେ କ'ଣ କରୁଥିଲେ ଯା ଆସ କରିପାରୁଥିଲେ, ଯାହାଫଳରେ ଉଭୟ ଜଳପଥ ଓ ସ୍ଥଳପଥରେ ବଣିକମାନେ ବାଣିଜ୍ୟ ବ୍ୟବସାୟରେ ଲିପ୍ତ ରହୁଥିଲେ। ଶହ ଶହ ବର୍ଷ ଧରି ବାଣିଜ୍ୟ ବ୍ୟବସାୟ ଚାଲୁ ରହିଥିବାରୁ ପ୍ରାୟତଃ ୟୁରୋପୀୟମାନେ ଲାଭବାନ ହେଉଥିଲେ। ମାନେ କ'ଣ ଯେଉଁ ବାଣିଜ୍ୟ ବ୍ୟବସାୟ କରୁଥିଲେ ସେ ବାଣିଜ୍ୟ ବ୍ୟବସାୟ କେତେ ବର୍ଷ? ଶହ ଶହ ବର୍ଷ ଧରି ଚାଲୁଥିଲା।
ଚାଲୁଥିବାର କ'ଣ ହେଉଥିଲେ ବୋଲି ଯେଉଁ ୟୁରୋପୀୟ ମାନେ ଥିଲେ ଲାଭବାନ ହେଉଥିଲେ ବୋଲି କୁହାଯାଇଛି। ତାପରେ ଦେଖିବା କ'ଣ, ସେଥିପାଇଁ କୁହାଯାଇଛି ଯେ ଭାରତ ଥିଲା ୟୁରୋପୀୟ ମାନଙ୍କ ମୁଖ୍ୟ ବାଣିଜ୍ୟ କ୍ଷେତ୍ର। ମାନେ ଯେଉଁ ୟୁରୋପୀୟ ମାନେ ଥିଲେ ସେମାନେ କ'ଣ ହେଉଥିଲେ ବୋଲି ବାଣିଜ୍ୟ ବ୍ୟବସାୟରେ ଲାଭବାନ ହେଉଥିଲେ। ତେଣୁ କ'ଣ କୁହାଯାଉଥିଲା, ଭାରତ ଥିଲା ୟୁରୋପୀୟ ମାନଙ୍କର ମୁଖ୍ୟ ବାଣିଜ୍ୟ କ୍ଷେତ୍ର। ପିଲାମାନେ ମୁଁ ପ୍ରଥମ କରି ଯେଉଁଟା ମଡ଼ର୍ଣ୍ଣ ହିଷ୍ଟ୍ରି ଯେଉଁ ମାନେ ଓଡ଼ିଆ ମିଡ଼ିୟମରେ ଏଇ ଯେଉଁ ଅଥରର ଆରମ୍ଭ କରିଛି, ଆଉ କିଛି ଦିନ ପରେ ମେଡ଼ିଭାଲ ହିଷ୍ଟ୍ରି ମଧ୍ୟ ଆରମ୍ଭ କରିଦେବି। ଆରାମସେ ଇଏ କରିବ। କାହିଁକି ବୋଲି এই ମଡ଼ର୍ଣ୍ଣ ହିଷ୍ଟ୍ରିଟା କାହିଁକି ମୁଁ ଆରମ୍ଭ କଲି, ଯେଉଁଟା କମ୍ପିଟେଟିଭ୍ ଏକ୍ଜାମରେ ବହୁତ କିଛି କୋଶ୍ଚିନ୍ ଦେଇଥାଏ। ସେଥିପାଇଁ ଯେ ଏମିତି ଏଗୁଡ଼ାକ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଆମେ କିଛି MCQ ପାର୍ଟ ମଧ୍ୟ କ'ଣ କରିବା, ଯେ ଭିଡ଼ିଓରେ ମଧ୍ୟ ଆଲୋଚନା କରିବା। ଆମେ MCQ ମଧ୍ୟ ତୁମମାନଙ୍କ ପାଇଁ ବନେଇକି ଭିଡ଼ିଓ ଆଣିବାକୁ ଚେଷ୍ଟା କରିବୁ। ତୁମମାନେ କ୍ଲାସ୍ଟାକୁ ଆଟେଣ୍ଡ କରିକି ଦେଖିବ, ଆଉ ଡିଟେଲ୍ସ ପଢ଼ିବ ବୋଲି ଜିରୋରୁ ପଢ଼, ଆଉ ବୁଝିପାରିବ। ବୁଝିଲ? ୟୁରୋପୀୟ ବଜାରକୁ ନିର୍ଭରଯୋଗ୍ୟ ରାସ୍ତା ଥିଲା ଆଫଗାନିସ୍ତାନ, ଆରବ, ତୁରସ୍କ, ପାରସ୍ୟ, ମିଶ୍ର ଦେଶ ଇତ୍ୟାଦି। ମନେ ରଖିଥିଲି, ୟୁରୋପୀୟ ବଜାରକୁ ନିର୍ଭରଯୋଗ୍ୟ ରାସ୍ତା ଥିଲା କ'ଣ କ'ଣ? ଆଫଗାନିସ୍ତାନ, ଆରବ, ତୁରସ୍କ, ପାରସ୍ୟ, ମିଶ୍ର ଦେଶ। ଏଥିରୁ ଅନୁମାନ କରାଯାଇଛି କ'ଣ, ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀରେ ଏପରି ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଥିଲା। ମନେ ରଖିଥିଲି, କେତେ? ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ। ମାନେ ଏମିତି ଭାବରେ କ'ଣ ହେଇଥିଲା ବୋଲି ଯେ ବ୍ୟବସାୟିକ ସମ୍ପର୍କ ବୃଦ୍ଧି ପାଇଥିଲା। କିଛି ପାଶ୍ଚାତ୍ୟ ପରିବ୍ରାଜକଙ୍କ ଲିଖିତ ଭ୍ରମଣ କାହାଣୀ ଏଠାରେ ପ୍ରାୟ ଧନରତ୍ନର ପରିପୂର୍ଣ୍ଣତା ସମ୍ପର୍କରେ ସୂଚିତ କରିଥାଏ, ଯାହାକି ୟୁରୋପୀୟମାନଙ୍କୁ ଆକର୍ଷିତ କରିଥିଲା। ମାନେ କ'ଣ ବୋଲି, ଯେଉଁ ପରିବ୍ରାଜକମାନେ ଯେଉଁ ଭାରତକୁ ଆସୁଥିଲେ ନା ନାହିଁ, ସେ ପରିବ୍ରାଜକମାନେ କ'ଣ କରୁଥିଲେ, ଭାରତକୁ ଆସିକି ସେମାନେ କ'ଣ କରୁଥିଲେ, ଭାରତ ବିଷୟରେ ବର୍ଣ୍ଣନା କରୁଥିଲେ, ଭାରତ ବିଷୟରେ ଲେଖୁଥିଲେ। ବୁଝିଲା ନାହିଁ? ସେଇ ଯେଉଁ ଲେଖିବା କଥା, ସେ ଭ୍ରମଣର ଯେଉଁ କାହାଣୀ, ସେଗୁଡ଼ା କ'ଣ କରିଥିଲେ, ଯେ ୟୁରୋପୀୟ ମାନେ ଜାଣୁଥିଲେ। ୟୁରୋପୀୟ ମାନେ ପଢ଼ିକି ସେମାନେ ଜାଣୁଥିଲେ। ଜାଣିବା ଦ୍ୱାରା ସେମାନେ କ'ଣ କରୁଥିଲେ ବୋଲି, ଯେ ଭାରତର ଯେଉଁ ଧନରତ୍ନ ଥିଲା, ଧନରତ୍ନର ଯେଉଁ ପରିପୂର୍ଣ୍ଣତା ଥିଲା, ସେ ସମ୍ପର୍କରେ ସେମାନେ କ'ଣ, ସେ ଯେଉଁ ଥିବା କଥାଟା କ'ଣ ହେଉଥିଲା, ସେମାନଙ୍କୁ ଆକର୍ଷିତ କରୁଥିଲା। କାହାକୁ? ୟୁରୋପୀୟ ମାନଙ୍କୁ। ଏହି ଅବାଧ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପଶ୍ଚିମ ଏସିଆରେ ଆରବୀୟ ମୁସଲମାନ ମାନଙ୍କର ପ୍ରତିପତ୍ତି ବୃଦ୍ଧି ପାଇବାରୁ ପ୍ରାୟତଃ ୟୁରୋପୀୟ ବଣିକମାନଙ୍କର ବାଣିଜ୍ୟ ବ୍ୟବସାୟରେ ବାଧା ସୃଷ୍ଟି ହୋଇଥିବାର ଜଣାଯାଏ। ମନେ ରଖିଥିଲି କ'ଣ କହିଲି, ଯେ ଏହି ଅବାଧ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ପଶ୍ଚିମ ଏସିଆରେ ଆରବୀୟ ମୁସଲମାନ ମାନଙ୍କର, କାହିଁକି ଯେ ମଧ୍ୟଯୁଗରେ କ'ଣ ହେଇଥିଲା, ମୁସଲମାନ ମାନେ ଆସିଥିଲେ, ମୁସଲମାନ କ'ଣ କରୁଥିଲେ, ଶାସନ କରୁଥିଲେ କେଉଁଠି, ଭାରତରେ। ହେଲେ ମାନେ କ'ଣ ହେଇଛି, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ପଶ୍ଚିମ ଏସିଆର ଆରବୀୟ ମୁସଲମାନ ମାନଙ୍କର ପ୍ରତିପତ୍ତି ବୃଦ୍ଧି ପାଇବାରୁ ପ୍ରାୟତଃ ୟୁରୋପୀୟ ବଣିକମାନଙ୍କର ବାଣିଜ୍ୟ ବ୍ୟବସାୟ ବାଧା ସୃଷ୍ଟି ହେଉଥିବାର ଜଣାଯାଏ। ମାନେ ସେମାନେ ଆଗରେ ଥିଲେ ନା, ସେଥିପାଇଁ ଯେଉଁ ୟୁରୋପୀୟ ବଣିକମାନେ ଯେଉଁମାନେ ଆସୁଥିଲେ, ଏମାନଙ୍କୁ କ'ଣ ହେଉଥିଲା ବୋଲି, ଯେ ବ୍ୟବସାୟ କରିବାରେ ବାଧା ସୃଷ୍ଟି ହେଉଥିଲା। ଏହାଦ୍ୱାରା ପୂର୍ବପରି ଆରବ ସାଗର ଓ ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଗୁଡ଼ିକ ସହଜରେ ଯାତାୟାତ କରିପାରିଲେ ନାହିଁ। ଏହାଛଡ଼ା ଆରବ ଓ ଆଫଗାନିସ୍ତାନରେ ବାଣିଜ୍ୟ ପାଇଁ ଉଦ୍ଦିଷ୍ଟ ଥିବା ମୁଖ୍ୟ ରାସ୍ତାଗୁଡ଼ିକ ପୂର୍ବପରି ଆଉ ଅମୂଳକ ହୋଇପାରିଲା ନାହିଁ। ତେଣୁ ଉଭୟ ସ୍ଥଳପଥ ଓ ଜଳପଥ ବିପଦପୂର୍ଣ୍ଣ ହୋଇପଡ଼ିଥିଲା। ମନେ ରଖିଥିଲି, ଯେ ଆରବ ସାଗର, ଲୋହିତ ସାଗରରେ ବାଣିଜ୍ୟ ଜାହାଜ ଗୁଡ଼ିକ ସହଜରେ ଯାତାୟାତ କରିପାରିଲା ନାହିଁ। କ'ଣ ପାଇଁ? ଯେତେବେଳେ କ'ଣ ହେଲା ବୋଲି, ଆରବୀୟ ମୁସଲମାନ ମାନେ ଯେ ଯେଉଁ ପ୍ରକାର ଭାବରେ ଭାରତରେ ରହିଥିଲେ, ଶାସନ କରୁଥିଲେ, ନିଜର ବାଣିଜ୍ୟ ବୃଦ୍ଧି କରିଥିଲେ, ସାମ୍ରାଜ୍ୟ ବୃଦ୍ଧି କରିଥିଲେ, ସେତିକି ସମୟରେ ଯେଉଁ ୟୁରୋପୀୟ ବଣିକମାନେ କ'ଣ କରୁଥିଲେ, ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଭାରତକୁ ଆସିବା ପାଇଁ ଯେଉଁ ଚେଷ୍ଟା କରୁଥିଲେ, ସେମାନଙ୍କୁ ବାଧାପ୍ରାପ୍ତ ହେଉଥିଲା। ହେଲେ ସେଇ କଥାକୁ ଆଖି ଆଗରେ ରଖି, ଯେ କ'ଣ ଆରବ ସାଗର
ଓ ଲୋହିତ ସାଗରରେ ଯେଉଁ ବାଣିଜ୍ୟ ଜାହାଜ ଗୁଡ଼ିକ ସହଜରେ ଯେଉଁ ଯାତାୟତ କରିପାରୁଥିଲେ ସେଇଟା ଯାତାୟତ କରିପାରିଲେ ନାହିଁ। ଏହାଛଡ଼ା ଆରବ ଓ ଆଫଗାନିସ୍ତାନରେ ବାଣିଜ୍ୟ ପାଇଁ ଉଦ୍ଦିଷ୍ଟ ଥିବା ମୁଖ୍ୟ ରାସ୍ତା ଗୁଡ଼ିକ ପୂର୍ବ ପରି ଆଉ ଅମୂଳକ ହୋଇପାରିଲା ନାହିଁ। ହେଲେ ଯେଉଁ ୟୁରୋପୀୟ ମାନେ ଆସୁଥିଲେ ସେମାନଙ୍କୁ ସୁବିଧା ମିଳିଲା କି? ଆଜି ନହେଲେ କାଲି ସେମାନେ ଚେଷ୍ଟା କରିବେ ନା ନାହିଁ ଭାରତକୁ ଯିବା ପାଇଁ ବା ଭାରତକୁ ଆସିବା ପାଇଁ। କେଉଁମାନେ? ୟୁରୋପୀୟ ମାନେ। ସେମାନଙ୍କର ବାଣିଜ୍ୟ କ୍ଷେତ୍ରରେ କ'ଣ କରାଗଲା? ବାଧା ଦେଖାଗଲା। ବୁଝିଲ ନାହିଁ? ତାଙ୍କୁ କ'ଣ କରାଗଲା? ବାଧା ଦିଆଗଲା। ତେଣୁ ଉଭୟ ସ୍ଥଳପଥ ଓ ଜଳପଥ କ'ଣ ହେଇଗଲା? ବିପଦପୂର୍ଣ୍ଣ ହୋଇଥିଲା ବୋଲି କୁହାଯାଇଛି। ଏହାର ମୁଖ୍ୟ କାରଣ ଥିଲା ଆରବୀୟ ମୁସଲମାନ ମାନଙ୍କ ଦ୍ୱାରା ବାଣିଜ୍ୟ ପଥ ପ୍ରତିରୋଧ। ମନେ ରଖିବେ ପିଲି, କେଉଁମାନେ? ଯେଉଁ ଆରବର ଯେଉଁ ମୁସଲମାନ ମାନେ ଥିଲେ ସେମାନେ କ'ଣ କରିଥିଲେ ପିଲି? ବାଣିଜ୍ୟ ପଥ ଗୁଡ଼ାକ ଥିଲା, ସେ ପଥ ଗୁଡ଼ିକ କ'ଣ କରିଥିଲେ? ପ୍ରତିରୋଧ କରୁଥିଲେ। ଆରବୀୟ ମୁସଲମାନ ମାନଙ୍କର ନିୟନ୍ତ୍ରଣକୁ ବାଣିଜ୍ୟିକ ପଥ ଗୁଡ଼ିକ ଚାଲିଯିବାରୁ ୟୁରୋପୀୟ ବଣିକମାନଙ୍କୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅସୁବିଧା ସୃଷ୍ଟି କରିଥିଲା। ଯେତେବେଳେ କ'ଣ ହେଇଥିଲା ପିଲି? ଯେ ଆରବୀୟ ମୁସଲମାନ ମାନଙ୍କର ନିୟନ୍ତ୍ରଣକୁ ବାଣିଜ୍ୟ ପଥ ଗୁଡ଼ିକ, ମାନେ ଯେଉଁ ଆରବୀୟ ମୁସଲମାନ ଥିଲେ ସେମାନଙ୍କ ପାଖକୁ କ'ଣ ଚାଲିଗଲା? ବାଣିଜ୍ୟ ପଥ ଗୁଡ଼ିକ କ'ଣ ହେଇଗଲା? ସେମାନଙ୍କର ନିୟନ୍ତ୍ରଣ ରହିଗଲା। ବୁଝିଲା ନାହିଁ? ସେମାନଙ୍କର ଯେତେବେଳେ ନିୟନ୍ତ୍ରଣ ରହିଗଲା, ଯେଉଁ ୟୁରୋପୀୟ ବଣିକ ମାନେ ଥିଲେ ସେମାନଙ୍କର ବାଣିଜ୍ୟ ବ୍ୟବସାୟ କରିବାରେ କ'ଣ ହେଇଥିଲା? ବହୁ ମାତ୍ରାରେ ଅସୁବିଧା ସୃଷ୍ଟି ହୋଇଥିଲା। ବୁଝିଲା ନାହିଁ? ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଚାଲିଥିବା ବାଣିଜ୍ୟ ବ୍ୟବସାୟ ବିଶେଷ ବାଧାପ୍ରାପ୍ତ ହୋଇଥିଲା। ଯେତେବେଳେ ତୁର୍କମାନେ 1453 ମସିହାରେ କନଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ। ମନେ ରଖିବେ ପିଲି, ପ୍ରାଚ୍ୟ ଓ ପାଶ୍ଚାତ୍ୟ। ପ୍ରାଚ୍ୟ ମାନେ ହେଉଛି ଏସିଆ କୁହାଯିବ, ଆଉ ପାଶ୍ଚାତ୍ୟ ମାନେ ହେଉଛି ମନେ ରଖିବ ୟୁରୋପ। ବୁଝିଲା ନାହିଁ? ହେଲେ କ'ଣ? ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଚାଲିଥିବା ବାଣିଜ୍ୟ ବ୍ୟବସାୟ ବିଶେଷ କ'ଣ ହେଇଥିଲା? ବାଧାପ୍ରାପ୍ତ ହୋଇଥିଲା। ଯେତେବେଳେ କ'ଣ ହେଇଥିଲା? ତୁର୍କମାନେ 1453 ମସିହାରେ କନଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ। କେଉଁ ଅଧିକାର? କନଷ୍ଟାଣ୍ଟିନୋପଲ କ'ଣ କରିଥିଲେ? ଅଧିକାର କରିଥିଲେ। ତୁମେ ଶୁଣିଥିବ ପିଲାମାନେ ଯେ କନଷ୍ଟାଣ୍ଟିନୋପଲର ଅଧିକାର କଲା ପରେ କ'ଣ ହେଇଥିଲା? କନଷ୍ଟାଣ୍ଟିନୋପଲର ଯେଉଁ ପତନଟା ମୁଖ୍ୟ କାରଣ ଥିଲା ରିନାସାର, ମାନେ ଯାହାକୁ ରିବାର୍ଥ ବୋଲି କୁହାଯାଏ ନାହିଁ? ସେଇଟା ଆଉ ଯାହା ବି ଅଛି ଯେଉଁ ପ୍ରଭାବ ଅଛି ସେ ପ୍ରଭାବ ମଧ୍ୟ ଆମେ ପଢ଼ିବାକୁ ପଡ଼ିବ। ଯେଉଁଟା ୱାର୍ଲଡ ହିଷ୍ଟ୍ରି ଅଛି ସେଇଟା ନେକ୍ସଟ ଭିଡ଼ିଓରେ ଆମେ ଆଣିବା। କିନ୍ତୁ କିଛି ଭିଡ଼ିଓ ଆମେ ନେଇ ଆସିଛୁ, ମୁଁ କାରଣ ଗୁଡ଼ାକ ପଢ଼େଇ ଦେଇଛି ୟୁଟ୍ୟୁବରେ, ଯାଇକି ସର୍ଚ୍ଚ କରିକି ବିଭୂଷାର ଗଜପତି ମାରିକି ମାନେ ସର୍ଚ୍ଚ କରିକି ତୁମେ ପଢ଼ିପାରିବ ପିଲାମାନେ। ସେଥିପାଇଁ ଭାରତୀୟ ଦ୍ରବ୍ୟ ଗୁଡ଼ିକର କିଣାବିକା ୟୁରୋପୀୟ ବଜାରରେ ହ୍ରାସ ପାଇଥିଲା। ତୁର୍କମାନଙ୍କର କନଷ୍ଟାଣ୍ଟିନୋପଲ ଅଧିକାର ୟୁରୋପୀୟ ବଣିକମାନଙ୍କର ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ସୃଷ୍ଟି କରିବାରୁ ଭାରତକୁ ଏକ ଜଳପଥ ଆବିଷ୍କାର ପାଇଁ ୟୁରୋପୀୟମାନଙ୍କ ମନରେ ପ୍ରବଳ କ'ଣ ହେଇଥିଲା ବୋଲି? ଉତ୍କଣ୍ଠା ଓ ଆଗ୍ରହ ବୃଦ୍ଧି ପାଇଥିଲା। ମନେ ରଖିବ, ଯେଉଁ ତୁର୍କର ମୁସଲମାନ ମାନେ ଥିଲେ ସେମାନେ କ'ଣ କରିଥିଲେ? ଯେ କନଷ୍ଟାଣ୍ଟିନୋପଲ ଅଧିକାର କରିକି ୟୁରୋପୀୟ ବାଣିଜ୍ୟ ବ୍ୟବସ୍ଥାକୁ କ'ଣ କରିଥିଲେ? ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ଯାହାଫଳରେ ସେମାନେ କ'ଣ କରିଥିଲେ? ଜଳପଥ ଆବିଷ୍କାର କରିବା ପାଇଁ ତାଙ୍କ ମନରେ କ'ଣ ହେଇଥିଲା? ଉତ୍କଣ୍ଠା ଓ ଆଗ୍ରହ ବୃଦ୍ଧି ପାଇଥିଲା। କାରଣ ଏହି ଜଳପଥ ଆବିଷ୍କାର କରିବାର ପୃଷ୍ଠଭୂମିରେ ୟୁରୋପୀୟମାନଙ୍କର ଅନେକ ଗୁଡ଼ିଏ ଉଦ୍ଦେଶ୍ୟ ଅନ୍ତର୍ନିହିତ ଥିଲା। ପ୍ରଥମତଃ କ'ଣ ଦେଖିବା? ୟୁରୋପୀୟମାନେ ସେମାନଙ୍କର କ'ଣ କରିପାରିବେ? ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଭାରତକୁ ଆସିଥାଇ ପାରନ୍ତି ବୋଲି କେତେକ ଐତିହାସିକ କ'ଣ କରନ୍ତି? ମତ ଦେଇଥାନ୍ତି। କାରଣ ସେମାନେ ସେମାନଙ୍କର ଧର୍ମ ଖ୍ରୀଷ୍ଟ ଧର୍ମକୁ ଭାରତରେ ପ୍ରଚାର ଓ ପ୍ରସାର କରିବାକୁ ଚାହୁଁଥିଲେ। ଯେଉଁ କ'ଣ ପିଲି? ୟୁରୋପୀୟ ମାନେ କେଉଁମାନେ? ପ୍ରଥମ ଯେଉଁ କାରଣ କୁହାଯାଇଛି ଐତିହାସିକ ମାନଙ୍କ ମତରେ ୟୁରୋପୀୟ ମାନେ ଭାରତକୁ ଆସିବାର କାରଣ କ'ଣ? ଯେ କ'ଣ? ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ଭାରତକୁ ଆସିଥାଇ ପାରନ୍ତି, ପ୍ରଥମ କାରଣ। ଆଉ କ'ଣ? ଯେ ଭାରତରେ ଖ୍ରୀଷ୍ଟ ଧର୍ମର କ'ଣ କରିବେ? ପ୍ରଚାର ଓ ପ୍ରସାର କରିବାକୁ
ଚାହୁଁଥିଲେ। ଏଇଟା ଗୋଟେ ପ୍ରଥମ ବୋଲି କୁହାଯାଇଛି। ଦ୍ୱିତୀୟରେ କ'ଣ ପିଲାମାନେ ଦେଖିବା, ଦ୍ୱିତୀୟରେ କ'ଣ, ଭାରତର ମୂଲ୍ୟବାନ ଦ୍ରବ୍ୟ, ସୌଖିନ ପଦାର୍ଥ, ବିଭିନ୍ନ ପ୍ରକାର ଦାମୀ ଜିନିଷ ଓ ବସ୍ତୁ, ସୂତା, ଲୁଗା ତଥା ମୂଲ୍ୟବାନ ଧାତୁ ପ୍ରଭୃତି ୟୁରୋପୀୟମାନଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିଥିଲା। ସେଥିପାଇଁ ମଧ୍ୟ ସେମାନେ କ'ଣ କରିଥିଲେ ଯେ ୟୁରୋପୀୟମାନେ ଭାରତକୁ ଆସିବାକୁ ଇଚ୍ଛା କରିଥିଲେ। ସେଥିପାଇଁ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଚେଷ୍ଟା କରିଥିଲେ। ଭାରତର ମୂଲ୍ୟବାନ ଦ୍ରବ୍ୟ, ସୌଖିନ ପଦାର୍ଥ, ବିଭିନ୍ନ ପ୍ରକାର ଦାମୀ ଜିନିଷ, ବସ୍ତ୍ର, ସୂତା, ଲୁଗା ତଥା ମୂଲ୍ୟବାନ ଧାତୁ ପ୍ରଭୃତି କ'ଣ ହେଇଥିଲା, ୟୁରୋପୀୟମାନଙ୍କୁ ବହୁ ମାତ୍ରାରେ ଆକୃଷ୍ଟ କରିଥିଲା। ତେଣୁ ସେମାନେ ପଦାର୍ଥ ଗୁଡ଼ିକୁ ଖୁବ୍ ଶସ୍ତାରେ ଆଣି ୟୁରୋପୀୟ ବଜାରମାନଙ୍କରେ ବିକ୍ରି କରି ଧନୀ ହେବା ପାଇଁ ଇଚ୍ଛା ପ୍ରକଟ କରିଥିଲେ। ମନେ ରଖିପାରିଲେ, କେଉଁମାନେ? ୟୁରୋପୀୟମାନେ। ୟୁରୋପୀୟମାନେ କ'ଣ ଚାହିଁଲେ, ମାନେ ପଦାର୍ଥ ଗୁଡ଼ିକୁ ଖୁବ୍ ଶସ୍ତାରେ ଆଣି, ମାନେ କେଉଁଠୁ? ଭାରତରୁ ଯେଉଁ ପଦାର୍ଥ ଗୁଡ଼ାକ ଥିଲା ସେ ପଦାର୍ଥ ଗୁଡ଼ିକୁ ଖୁବ୍ ଶସ୍ତାରେ ଆଣି ୟୁରୋପୀୟ ବଜାରରେ କ'ଣ କରିବା ପାଇଁ ବିକ୍ରି କରି ଧନୀ ହେବାକୁ ଇଚ୍ଛା ପ୍ରକଟ କରିଥିଲେ। କେଉଁମାନେ? ୟୁରୋପୀୟମାନେ। ଇଏ ଥିଲା ଦ୍ୱିତୀୟ କାରଣ। ବୁଝିଲା ନାହିଁ ସେମାନେ ଆସିବାର। ଆଉ ଦେଖିବା ତୃତୀୟ କାରଣ କ'ଣ ଅଛି ଦେଖିବା। ଭାରତକୁ ଜଳପଥ ଆବିଷ୍କାର କରିବା ପଛରେ ନବଜାଗରଣର ପ୍ରଭାବ, ଆରବମାନଙ୍କର ପଶ୍ଚିମ ଏସିଆରେ ପ୍ରାଧାନ୍ୟ, ତୁର୍କମାନଙ୍କର ପୁରୁଣା ବାଣିଜ୍ୟ ପଥ ଅବରୋଧ, ଜେନେଭା ଓ ଭେନିସର ବଣିକମାନଙ୍କର ମନୋମୁଖୀ ବାଣିଜ୍ୟ, ବିଭିନ୍ନ ପ୍ରକାର ଭୌଗୋଳିକ ଆବିଷ୍କାର ଓ ନୂତନ ଚେତନାର ଉନ୍ମେଷ ହିଁ ବହୁ ପରିମାଣରେ ଦାୟୀ ଥିଲା। ତୃତୀୟତଃ ଯେଉଁ କାରଣ ଥିଲା କ'ଣ, ଯେଉଁ ୟୁରୋପୀୟମାନେ ଯେଉଁ ଆସିଥିଲେ କ'ଣ ପାଇଁ, କ'ଣ ଯେ ଜଳପଥ ଆବିଷ୍କାର କରିବା ପଛରେ ନବଜାଗରଣ ପ୍ରଭାବ। ନବଜାଗରଣ ଆମେ ପଢ଼ୁଛେ ପୃଥିବୀ ଇତିହାସରେ, ପଢ଼ୁଛେ ନା ନାହିଁ? ଯେଉଁ ନବଜାଗରଣ ଯେଉଁ ପ୍ରଭାବ ପଡ଼ିଲା। ଆଉ କ'ଣ, ଆରବମାନଙ୍କର ପଶ୍ଚିମ ଏସିଆରେ ପ୍ରାଧାନ୍ୟ। ବୁଝିଲା ନାହିଁ? ପଶ୍ଚିମ ଏସିଆରେ କାହାର ପ୍ରାଧାନ୍ୟ ବଢ଼ିଥିଲା? ଆରବୀୟମାନଙ୍କର। ଆଉ କ'ଣ, ତୁର୍କମାନଙ୍କର ପୁରୁଣା ବାଣିଜ୍ୟ ପଥ ଅବରୋଧ। ତୁର୍କମାନେ କ'ଣ କରିଥିଲେ ଯେ ଯେଉଁ ପୁରୁଣା ବାଣିଜ୍ୟ ପଥ ଥିଲା ସେଟା କ'ଣ ହେଇଥିଲା? ଅବରୋଧ ହୋଇଥିଲା। ବୁଝିଲା ନାହିଁ? ଜେନେଭା ଓ ଭେନିସର ବଣିକମାନଙ୍କର ମନୋମୁଖୀ ବାଣିଜ୍ୟ, ବିଭିନ୍ନ ପ୍ରକାର ଭୌଗୋଳିକ ଆବିଷ୍କାର ଓ ନୂତନ ଚେତନାର ଉନ୍ମେଷ ହିଁ ବହୁ ପରିମାଣରେ ଦାୟୀ ଥିଲା ବୋଲି କୁହାଯାଇଛି। କେଉଁମାନେ ଆସିଥିଲେ? ୟୁରୋପୀୟମାନେ। ପ୍ରଥମେ ଦେଖିବା ପୁଣି ଆଉଥରେ କ'ଣ, ଭାରତକୁ ଜଳପଥ ଆବିଷ୍କାର। କାହିଁକି ବୋଲି ଆମେ ୟୁରୋପୀୟମାନଙ୍କର ଆଗମନ ପଡ଼ିଲା ପୂର୍ବରୁ ପ୍ରଥମେ କ'ଣ ଜାଣିବା ଦରକାର? ଭାରତକୁ ଜଳପଥ ଆବିଷ୍କାର ଏ ବିଷୟରେ ଜାଣିଲେ ହିଁ ଆମେ ସେ ଜିନିଷ ସେ ବିଷୟରେ ଆମେ ଜାଣିପାରିବା। କେଉଁ ବିଷୟରେ? ଯେ କ'ଣ, ପର୍ତ୍ତୁଗୀଜ ବିଷୟରେ, ଡଚ୍ ବିଷୟରେ, ଇଷ୍ଟ ଇଣ୍ଡିଆ କମ୍ପାନୀ ଅଛି ନା ନାହିଁ, ତାପରେ ଦାନିଶ ଅଛି, ତାପରେ ଫରାସ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଛି ନା ନାହିଁ, ସେଗୁଡ଼ାକ ଆମେ ଗୋଟିଏ ପରେ ଗୋଟିଏ ଆମେ ପଢ଼ି ଯିବା। କିନ୍ତୁ ଏଠି ଯଦି ବେସିକ୍ରୁ ଯଦି ଆମେ ଜାଣିବା ଭାରତକୁ ଜଳପଥ ଆବିଷ୍କାର ବିଷୟରେ, ତାହେଲେ ଆମକୁ ପୁରା କ୍ଲିଅର ଭାବରେ ଜଣାପଡ଼ିଯିବ। ଦେଖିବା କ'ଣ ଦେଇଛି। ପଞ୍ଚଦଶ ଶତାବ୍ଦୀରେ ପୃଥିବୀରେ ଦେଖାଦେଇଥିବା ନବଜାଗରଣ ମନୁଷ୍ୟର ଚିନ୍ତା ଶକ୍ତିକୁ କ୍ରମଶଃ ଉନ୍ନତ ଓ ବ୍ୟାପ୍ତ କରିଥିଲା। ତୁମମାନେ ଜାଣିଥିବ ଯେଉଁ ପଞ୍ଚଦଶ ଶତାବ୍ଦୀରେ ମାନେ ଚତୁର୍ଦଶରୁ କେତେ ସପ୍ତଦଶ ପର୍ଯ୍ୟନ୍ତ କ'ଣ ଚାଲିଥିଲା? ଯେଉଁ ରେନାସା ଚାଲିଥିଲା କେଉଁଠି? ୟୁରୋପରେ ନବଜାଗରଣ ଚାଲିଥିଲା। ସେ ନବଜାଗରଣ ହେବା ଫଳରେ ୟୁରୋପରେ କ'ଣ ହେଇଥିଲା ପିଲି? ଯେ ସାହିତ୍ୟର ବିକାଶ ହେଲା, ବିଜ୍ଞାନର ବିକାଶ ହେଲା ନା ନାହିଁ, ଗଣିତର ବିକାଶ ହେଲା, ଏପରି ଭାବରେ ଯେଉଁ ବିକାଶ ଘଟିଲା, ବିକାଶ ହେବା ଫଳରେ କ'ଣ ହେଇଥିଲା ବୋଲି ଯେ ସେ ମନୁଷ୍ୟର ଚିନ୍ତା ଶକ୍ତିକୁ କ୍ରମଶଃ କ'ଣ କରିଥିଲା? ଉନ୍ନତ କରିଥିଲା ଓ ବ୍ୟାପ୍ତ ମଧ୍ୟ କରିଥିଲା। ତେଣୁ ଏହି ନବଜାଗରଣ ସ୍ରୋତରେ ପ୍ରବାହିତ ହୋଇ ୟୁରୋପୀୟ ରାଜ୍ୟ ଓ ବଣିକମାନେ ବାଣିଜ୍ୟ କ୍ଷେତ୍ରରେ ନୂତନ ଉପାୟମାନ ବାହାର କରିବାକୁ ଲାଗିଲେ। ଯେତେବେଳେ ନବଜାଗରଣ ହେଲା, ଏ ନବଜାଗରଣ ଫଳରେ ୟୁରୋପୀୟ ରାଜ୍ୟ ଓ ବଣିକମାନେ ବାଣିଜ୍ୟ କ୍ଷେତ୍ରରେ କ'ଣ କରିଥିଲେ? ନୂତନ ଉପାୟମାନ ବାହାର କରିବାକୁ ଚେଷ୍ଟା କରିଥିଲେ। ନୂଆ ନୂଆ ଉପାୟ, ବୁଝିପାରୁଛ ନା ନାହିଁ? କ'ଣ ଉପାୟ ବାହାର କରିଥିଲେ? ନୂଆ ନୂଆ ଉପାୟ ବାହାର କରିବାକୁ ଚେଷ୍ଟା କରିଥିଲେ। ଏହା ବ୍ୟତୀତ ଲୋକମାନଙ୍କର ପୃଥିବୀର ଆକାର
ଭୌଗୋଳିକ ସୀମା ଓ ଅବସ୍ଥିତିକୁ ନେଇ ରହିଥିବା ଅନ୍ଧବିଶ୍ୱାସ କ୍ରମଶଃ ଦୂରୀଭୂତ ହେବାକୁ ଲାଗିଲା। ମାନେ ଯେତେବେଳେ ନବଜାଗରଣ ହୋଇଥିଲା ଯେ କ'ଣ ତମମାନଙ୍କୁ ମୁଁ ଯେତେବେଳେ ନବଜାଗରଣ ପଢ଼େଇଥିଲି ବୋଲି ଗୋଟେ କଥା ମୁଁ ତମମାନଙ୍କୁ କହିଥିଲି, ନବଜାଗରଣ ପୂର୍ବରୁ କ'ଣ ଥିଲା ଯେ ଅନ୍ଧକାରମୟ ଯୁଗ ୟୁରୋପରେ, ବୁଝିଲା ନାହିଁ? ଅନ୍ଧକାରମୟ ଯୁଗ ମାନେ କ'ଣ? ଲୋକ କୁସଂସ୍କାରରେ ମାନେ ବୁଡ଼ିକି ରହିଥିଲେ, ଅନ୍ଧବିଶ୍ୱାସରେ ବୁଡ଼ିକି ରହିଥିଲେ ନାହିଁ। କିନ୍ତୁ ଯେ ପୃଥିବୀର ଏଇ ଯେଉଁ ଏହା ବ୍ୟତୀତ ଯେଉଁ ଅଛି ବୋଲି କ'ଣ ନବଜାଗରଣରେ କ'ଣ ହେଇଥିଲା ଯେ ନବଜାଗରଣ ଯେତେବେଳେ ଆସିଲା, ନବଜାଗରଣ ଆସିବା ଫଳରେ କ'ଣ ହେଇଥିଲା? ଅନ୍ଧବିଶ୍ୱାସ କ୍ରମଶଃ କ'ଣ ହେଇଥିଲା? ଦୂରୀଭୂତ ମାନେ ଦୂର ହେବାକୁ ଲାଗିଲା ବୋଲି କୁହାଯାଇଛି। ସେମାନଙ୍କର ଚିନ୍ତା ଓ ଚେତନା ଶକ୍ତି କ୍ରମଶଃ ଉନ୍ନତ ଅବସ୍ଥାକୁ ଆସିପାରିଥିଲା। ମନେ ରଖିପାରିଲି, ସେମାନଙ୍କର କ'ଣ ଥିଲା? ଯେଉଁ ଚିନ୍ତା ଥିଲା, ବୁଝିଲା ନାହିଁ, ସେଇଟା କ'ଣ ହେଇଥିଲା ବୋଲି ଯେଉଁ ଚେତନା କ'ଣ ହେଇଥିଲା, ଶକ୍ତି ଗୁଡ଼ାକ କ'ଣ ହେଇଥିଲା ବୋଲି କ୍ରମଶଃ ଉନ୍ନତ ହେବାକୁ ଲାଗିଥିଲା। ତତ୍କାଳୀନ ବଣିକମାନଙ୍କର ଅବଦାନ ମଧ୍ୟ ଏ କ୍ଷେତ୍ରରେ ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଦୁଃସାହସିକ ଜଳଯାତ୍ରା ଏହିପରି ପରିବର୍ତ୍ତିତ ସମୟ ଓ ପରିସ୍ଥିତିରେ ମଧ୍ୟ ଅତ୍ୟନ୍ତ ସହାୟକ ହୋଇପାରିଥିଲା। ସେମାନେ ଭୟଙ୍କର ସମୁଦ୍ରର ଆହ୍ୱାନକୁ ଏଡ଼ି ଦେଇ ପାରିନଥିଲେ ଓ ଜଳପଥ ଆବିଷ୍କାର ନିମନ୍ତେ ପ୍ରସ୍ତୁତ ହୋଇଥିଲେ। ଏଥିପାଇଁ ସେମାନଙ୍କୁ ସ୍ପେନ ଓ ପର୍ତ୍ତୁଗାଲର ରାଜାମାନେ ମଧ୍ୟ ସାହାଯ୍ୟ ଓ ସମର୍ଥନ ପ୍ରଦାନ କରିଥିଲେ। ମନେ ରଖିପାରିଲେ ଯେ କ'ଣ କହିଛି ପିଲାମାନେ? ଯେଉଁ ସ୍ପେନ ଓ ପର୍ତ୍ତୁଗାଲର ରାଜାମାନେ କ'ଣ କରିଥିଲେ? ଯେଉଁମାନେ କ'ଣ ଯେ ସମୁଦ୍ରରେ ମାନେ ସମୁଦ୍ର ରାସ୍ତାରେ ମାନେ ଜଳପଥ ମାଧ୍ୟମରେ ଯେଉଁମାନେ ଯିବା ଆସିବା କରୁଥିଲେ, ସେମାନଙ୍କୁ କେଉଁମାନେ ସାହାଯ୍ୟ କରିଥିଲେ, ସମର୍ଥନ କରିଥିଲେ? ସ୍ପେନ ଓ ପର୍ତ୍ତୁଗାଲର ରାଜାମାନେ କ'ଣ କରିଥିଲେ? ସାହାଯ୍ୟ ଓ ସମର୍ଥନ ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ। ଆଉ ସେମାନଙ୍କ ମଧ୍ୟରୁ ସ୍ପେନୀୟ ନାବିକ, ମନେ ରଖିବ କ'ଣ କହିଲି? ସ୍ପେନୀୟ ନାବିକ ତଥା ଭୌଗୋଳିକ ଆବିଷ୍କାର କଲମ୍ବସ୍ ଭାରତକୁ ଜଳପଥ ଆବିଷ୍କାର କରିବା ଉଦ୍ଦେଶ୍ୟରେ 3ଟି ତରିରେ ପଶ୍ଚିମ ଦିଗରେ ଯାତ୍ରା କରିଥିଲେ। ପ୍ରଥମେ ମନେ ରଖିପାରିଲେ ଯିଏକି ସ୍ପେନୀୟ ନାବିକ, ସ୍ପେନର ଯିଏକି ନାବିକ ହେଲା, ତାଙ୍କ ନାମ ଥିଲା କ'ଣ? କଲମ୍ବସ୍, ଯିଏକି ଆମେରିକାକୁ ଆବିଷ୍କାର କରିଛନ୍ତି। ମନେ ରଖିପାରିଲେ ଆମେରିକାକୁ କିଏ ଆବିଷ୍କାର କରିଛନ୍ତି? କଲମ୍ବସ୍, ମନେ ରଖିବ। ହେଲେ ଭୌଗୋଳିକ ଆବିଷ୍କାରକ କଲମ୍ବସ୍ ଭାରତକୁ ଜଳପଥ ଆବିଷ୍କାର କରିବା ଉଦ୍ଦେଶ୍ୟରେ 3ଟି ତରିରେ ପଶ୍ଚିମ ଦିଗରେ ଯାତ୍ରା କରିଥିଲେ। କିଏ? କଲମ୍ବସ୍। ପ୍ରଥମେ ସେ ଚିନ୍ତା କରିଥିଲେ କେତୋଟି ତରିରେ? 3ଟି ତରିରେ ପଶ୍ଚିମ ଦିଗରେ କ'ଣ କରିଥିଲେ? ଯାତ୍ରା କରିଥିଲେ। କାହାକୁ ଆବିଷ୍କାର କରିବା ଉଦ୍ଦେଶ୍ୟରେ? ଭାରତକୁ ଜଳପଥ ଆବିଷ୍କାର କରିବା ଉଦ୍ଦେଶ୍ୟରେ। ଏହା ଥିଲା ଭାରତକୁ ଜଳପଥ ଆବିଷ୍କାର କରିବାର ଚେଷ୍ଟା। ମାତ୍ର ଦୀର୍ଘ ଦିନ ଯାତ୍ରା ପରେ କଲମ୍ବସ୍ ଓ ତାଙ୍କର ସାଥୀ ନାବିକମାନେ ଏକ ନୂତନ ଭୂଖଣ୍ଡରେ ପଦାର୍ପଣ କରିଥିଲେ ଓ ସେମାନେ ଭାବି ନେଇଥିଲେ ଯେ ଭାରତ ଭୂଖଣ୍ଡ ନିକଟବର୍ତ୍ତୀ ଦ୍ୱୀପଗୁଡ଼ିକରେ ପହଞ୍ଚିଛନ୍ତି। ମାନେ କ'ଣ? ମନେ ରଖିବା ପାଇଁ କଲମ୍ବସ୍ କ'ଣ ଭାବିଥିଲେ ଯେ ଭାରତରେ ସେମାନେ ପହଞ୍ଚିଗଲେ, ମାନେ ଭାରତର ଯେଉଁ ଭୂଖଣ୍ଡ ଥିଲା ସେଠି ସେ ଦ୍ୱୀପରେ ସେମାନେ ପହଞ୍ଚିଗଲେ ବୋଲି ଚିନ୍ତା କରିଥିଲେ। ପଦାର୍ପଣ କରିସାରିଥିଲେ ବୋଲି ନୂତନ ଭୂଖଣ୍ଡରେ ପଦାର୍ପଣ କରିଥିଲେ ଏବଂ ସେମାନେ ଭାବିଥିଲେ ଯେ କ'ଣ ଆମେ ଭାରତ ଭୂଖଣ୍ଡରେ ପହଞ୍ଚି ସାରିଛୁ ବୋଲି ସେମାନେ ଚିନ୍ତା କରିଥିଲେ। ମାନେ ଭାବିଥିଲେ କିଏ? କଲମ୍ବସ୍ ଓ ତାଙ୍କ ସାଥୀ। ସେଠାରେ ଅବସ୍ଥିତ ସମସ୍ତ ଦ୍ୱୀପଗୁଡ଼ିକୁ ଭାରତୀୟ ଦ୍ୱୀପପୁଞ୍ଜ ବୋଲି ଆଖ୍ୟା ମଧ୍ୟ ଦେଇଥିଲେ। ଦେଖ ପେଲି କେତେ ମାନେ ସେ କଲମ୍ବସ୍ ଯିଏ ଭାରତକୁ ଜଳପଥ ଆବିଷ୍କାର କରିବା ଉଦ୍ଦେଶ୍ୟରେ ପ୍ରଥମେ ଆସିଥିଲେ ନା, ସେ ଚିନ୍ତା କରିଥିଲେ କ'ଣ ଯେ ଆମେ ଭାରତରେ ପହଞ୍ଚିଗଲୁ, ଭାରତ ଭୂଖଣ୍ଡରେ ପହଞ୍ଚିଗଲୁ, ଦ୍ୱୀପରେ ଆମେ ପହଞ୍ଚିଗଲୁ ବୋଲି ସେ ଭାବି ଦେଇଥିଲେ। କିନ୍ତୁ ଆଉ କ'ଣ ବୋଲି ଦେଇଥିଲେ ଆଖ୍ୟା ବୋଲି? ଯେ ଦ୍ୱୀପଗୁଡ଼ିକୁ ଭାରତୀୟ ଦ୍ୱୀପପୁଞ୍ଜ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ ଏବଂ ସେଠାରେ ବାସ କରୁଥିବା ଅଧିବାସୀମାନଙ୍କର ଶରୀରର ରଙ୍ଗ ଈଷତ୍ ଲାଲ ଥିବାରୁ ସେମାନଙ୍କୁ ଲୋହିତ ଭାରତୀୟ ବୋଲି ଆଖ୍ୟା ଦେଇଥିଲେ। ମାତ୍ର ପ୍ରକୃତିରେ ତାହା ଥିଲା ଉତ୍ତର ଆମେରିକା ନିକଟବର୍ତ୍ତୀ ଦ୍ୱୀପପୁଞ୍ଜ। ଦେଖିଲ ନା, ବୁଝିଲ ନା? ସେମାନେ ଭାବିଲେ କ'ଣ ଭାରତରେ ପହଞ୍ଚିଗଲୁ। କେଉଁମାନେ? କଲମ୍ବସ୍ ଏବଂ ତାଙ୍କର ସାଥୀମାନେ ଭାରତରେ ପହଞ୍ଚିଗଲେ ବୋଲି ଭାବିଥିଲେ।
किंतु सेमाने कोट पहुँची उत्तर अमेरिकार निकटवर्ती द्वीपपुंजरे पहुँची माने ईसत लाल थिबारु माने से अधिवासी माने जोटी पहुँची सेटाकार जो अधिवासी माने थिले सेमाने को प्रकार थिले पिला माने मन रखिबो जे सेमानकर जो शरीर रंग ईसत लाल कौन थिले लाल लाल थिबारु सेमानकु कौन कहिथिले लोहित भारतीय बोली आख्या देथिले मन रखियो पेली बुझिले ना नहीं आमे जीरो रु पढ़िबा पेली बुझिले ना नहीं जीरो रु पढ़िबा डिटेल्स पढ़िबा ओडिया रे पढ़िबा बुझिकी पढ़िबा बुझिले ना बहुत भल लागिबो कौन कहली जे से लोहित भारतीय बोली कौन करथिले आख्या देथिले किंतु प्रकृति रे ता थिला कोन उत्तर अमेरिकार निकटवर्ती द्वीपपुंज थिला देखो भारत को जलपथ आविष्कार करने उद्देश्य रे किंतु पागल भली काम करचंती देखो तेणु कोलंबस भारत को जलपथ आविष्कार फलप्रद है ना किंतु से अमेरिका महादेश आविष्कार करिबारे सफल होइतिले के पेली कोलंबस कोलंबस कौन होते भारत को जलपथ आविष्कार फलप्रद माने जो आविष्कार करने चेष्टा करते सेटा कौन होता फलप्रद हो पारा ना किंतु कौन करते से अमेरिका महादेश को कौन करते आविष्कार कर सफल हो पारी से कहुच्छे जे कोलंबस क्या को आविष्कार करते अमेरिका को आविष्कार करते कहपर देखा पोर्तुगाल देश ये थिला कौन स्पेनियो थिला ने एबे आसिला कौन पोर्तुगाल कौन पिला माने पोर्तुगाल पोर्तुगाल देशर नाविक माने मध्य प्रबल उत्साह व उद्दीपना सहित भारत को जलपथर संधान पाई निजक प्रस्तुत करते पिला माने मु तुमको ये जो आविष्कार विषय जोटा अच्छी मो नेक्स्ट जोटा पृथ्वी इतिहास अच्छी से पृथ्वी इतिहास जोटा अच्छी से भिडियोटी तुम नहीं आसबि से तुमने पढ़ीदेव पढ़ला बहुत किसी जापर बुझला ना किंतु यहाँ इंडियन हिस्ट्री ना मॉडर्न हिस्ट्री एटी कौन है किसी मात्रा देती गोटे स्पेनियो गला आ गोटे आसला कौन पोर्तुगाल माने से कौन होते भारत को जलपथर संधान पाई निजको प्रस्तुत करते पोर्तुगीजर विख्यात नाविक बार्थोलोमेओ डियाज मन रखियो पेली कौन बार्थोलोमेओ डायाज लिखाई तुम बार्थोलोमेओ डियाज मध्य लिखिपार बुझला नहीं बार्थोलोमेओ डियाज आफ्रिका महादेशर कूले कूले तरी चलाई लोहित महासागर रे दक्षिण दिगरे पहुँची किंतु सेठे प्रबल झड़ तोफानर सम्मुखीन होई से आउ भारत अभिमुखे अग्रसर हेबारे सक्षम हो पारि नथिले अत्यंत मन दुखरे से सेठार प्रत्यावर्तन करने सहित से स्थानर नाम देइथिले झड़ जंजार अंतरीप मन रखियो पिली किए प्रथमे आसी पिली मन रखिबो जे पोर्तुगीज जड़े विख्यात नामक नाविक तांको नाम थिला बार्थोलोमेओ डियाज के बार्थोलोमेओ डियाज जो पोर्तुगाल रो माने पोर्तुगाल रे कोन होइतिला जे जो नौका चलाचली अच्छी ना नहीं से मैंने प्रारंभ में थे बुझल नहीं जो नेविगेटर बोली कहुचे नहीं सेटाकर जो शासक जो नेविगेटर प्रारंभ में थे बुझला नहीं से कौन करते पिली बार्थोलोमेओ डियाज को पठेते हेले आफ्रिका महादेशर कूले कूले तरी चलाई लोहित महासागर रे कौन सागर दक्षिण दिगरे पहुँची किंतु सेठारे प्रबल झड़ तोफानर सम्मुखीन हेले से आउ भारत अभिमुखे अग्रसर हेबारे सक्षम हो पारि नथिले अत्यंत मन दुखरे से सेठार कौन होते प्रत्यावर्तन करने सहित से स्थानर नाम देइथिले कौन झड़ जंजार अंतरीप यही द्वीपपुंज ठारू भारत को जलपथर आविष्कार करिवार आशा उज्जीवित होइथिला बुझला नहीं जो झड़ जंजार अंतरीप बोले कहीं कहते से रिटर्न करते के बार्थोलोमेओ डियाज से स्थानर नाम रखी उत्तम आशा अंतरीप जहाँ कौन कहुए
केप ऑफ गुड होप मन रखिए पिले आफ्रिका महादेशर गोटे स्थान थिला से स्थान नाम अच्छे कौन केप ऑफ गुड होप मन रखियो जहाँ ओडिया कौन कहुए उत्तमाशा अंतरीप बुझला ना तुम जब मैप देख पिला माने बहुत सुंदर से मैप रे दिया जाइए जोटा वर्ल्ड मैप रे बहुत बढ़िया लगे बुझला ना के गोटे नहीं आसबि तुम मैंने देख है कि कौन कहली ये जो उत्तमाशा अंतरीप जहाँ इंग्राजी कौन कहुए केप ऑफ गुड होप नाम माने नामित करते किए बार्थोलोम डियाज हेले शेष में अन्य जड़े माने बार्थोलोम डियाज पर आउ जड़े आसिले देखा कौन शेष में अन्य जड़े पर्तुगीज नाविक भास्कोडा गामा किए पिले भास्कोडा गामा आफ्रिका महादेशर शेष सीमा उत्तमाशा अंतरीपरू भारत अभिमुखी तरी चलाई सफल होते जो अंतरीप ठारू माने उत्तमाशा अंतरीप थिला सी उत्तमाशा अंतरीप ठारू किए रिटर्न हो जाते बार्थोलोम डियाज रिटर्न हो जाते किंतु से अंतरीपरू उत्तमाशा अंतरीपरू भारत अभिमुखे तरी चलाई से कौन होते सफल होते किए भास्कोडा गामा से भारत महासागर मध्य दे यात्रा करी दक्षिण भारतर पश्चिम उपकूल अवस्थित केरलर कालिकट बंदर ठारे 17 मे 1498 मसीह पहुँची मन रखियो पिले बुझला नहीं प्रथमे भास्कोडा गामा कोटिकी दक्षिण भारतर पश्चिम उपकूल बुझल नहीं कौन कहली दक्षिण भारतर पश्चिम उपकूल माने पिले से कौटू आरंभ करते केप ऑफ गुड होप थिला बार्थोलोम डियाज से रिटर्न हो जाते किंतु एठू से कौन होते पिले जे ये होते माने चली कौन करने भारत को जलपथ आविष्कार करने से कौटी पहुँची केरलर कौन कालिकट बंदर को बंदर केरलर कालिकट बंदर रे से कौन होते बोली पहुँची केबे 17 मे 1498 मसीह एहीपरि भाव यूरोपीय माने भारत को जलपथ आविष्कार सफलता हासिल करिथिला सेठाकार हिंदू राजा जामोरिन तांको अत्यंत आदर अभ्यर्थना ज्ञापन करी स्वागत जणाइथिले मन रखिए पिली सेठाकर जी शासक थिले से शासक नाम कौन थिला पिली जामोरिन किए थिले जामोरिन जने कौन थिले पिली हिंदू राजा थिले किए थिले हिंदू राजा थिले जामोरिन तांको कौन करथिले स्वागत जणाइथिले काको भास्कोडा गामा काको भास्कोडा गामा कौन करथिले पिली स्वागत जणाइथिले तापर देखिया पिला माने से जा हो परिशेष रे भारत को जलपथर आविष्कार सफलता हासिल करथिले यही घटनाटी थिला पृथ्वी इतिहास सबुठार गुरुत्वपूर्ण घटना कारण यही जलपथ आविष्कार जो प्राच्य और पाश्चात्य मध्य संजोगर सेतु स्थापन हो पारिथिला माने एशिया एवं यूरोप मध्य कौन होता संजोगर सेतु कौन होता स्थापन होता क्या माध्यम जलपथ आविष्कार माध्यम यह पाश्चात्यवासी को अत्यंत सुजोग प्रदान करिथिला भारत सहित वाणिज्य संपर्क रक्षा करने एवं सेमानंकु प्राच्यमुखी हेबापई मध्य आकर्षित करिथिला जेतेबेले कोन हला पेले जे भारत को जेतेबेले भारत को कोन हिथिला जलपथ आविष्कार करागला को माने कले जे यूरोपीय माने जेतेबेले करिदेले सेतेबेले कोन हिथिला पेले सेमान पे गोटे कोन हेगला जे सुजोग हेगला कोन करिया पई भारत सहित वाणिज्य संपर्क रक्षा करने एवं सेमानंकु कौन करथिला जे भारत को मध्य कौन होता आकर्षित करथिला जे कोनसी कौन वाणिज्य संपर्क करने तापर देखिए कौन यही जलपथ आविष्कार प्राच्य और पाश्चात्य मध्य संजोग और संपर्क स्थापन करने सह वाणिज्य संगठक मानक पई नूतन आशा और उद्दीपना सृष्टि करिथिला मात्र भारतीय मानक पई एक दुर्योगमय परिस्थिति आनीथिला कारण ये भौगोलिक आविष्कार जो यूरोपीय माने भारत को वाणिज्य व्यवसाय उद्देश्य आसी एठारे शासन करने को लगिले और भारत पराधीनतार श्रृंखल बांधि हो जाइथिले माने जेतेबेले से माने भारत को आसीथिले माने कौन भौगोलिक आविष्कार है ना भौगोलिक आविष्कार होगा फल यूरोपीय मैंने कौन करते
भारत को वाणिज्य व्यवसाय उद्देश्य आसी एठार जो भारत थिला से भारत रे कौन करथिले शासन करने को लगिले जोटा कौन होता भारत पराधीनतार श्रृंखल बांधि होई रही तापर देखिए कौन भारत रे यूरोपीय बणिक मन रखा पिली को बणिक यूरोपीय बणिक भारत रे यूरोपीय बणिक माने यूरोपियन मर्चेंट्स इन इंडिया देखा मु तुम मान कही जे दुईटा विषय पढ़ा गोटे कौन पोर्तुगीज आ गोटे आसला डच कही ना दुईटा विषय पढ़ा नेक्स्ट जो भिडटी आनिबा आम कौन पढ़ा जे कौन ब्रिटिश ईस्ट इंडिया कंपनी बुझिल तापर आसला कौन जे दानिश विषय पढ़ा तापर फ्रांस ईस्ट इंडिया कंपनी विषय पढ़ा बुझिल किंतु भिडियो आम कौन करवा पोर्तुगीज एवं डच विषय पढ़ा ओके। पोर्तुगीज माने भारत को 15 शताब्दीर शेषार्धे जलपथ आविष्कार करिबारे सक्षम हो पारि तेणु 16 और 17 शताब्दी यूरोपीय माने विभिन्न पर्यायर वाणिज्य कंपनी मान गठन करी भारत को प्रवेश करथिले। भारतर विभिन्न स्थान मानकरे से माने वाणिज्य कोठी मान निर्माण करी वाणिज्य व्यवसाय चलाइबारे सक्षम हो पारि जो यूरोपीय माने भारत को एही समय रे आसीथिले से माने पोर्तुगीज डच मन रख डच पर इंग्रेजी तापर आसला दानिश तापर आसला फरासी एडी पिली तुम बही रे एपट सेपट लिखी देछि प्रथम किए आसला मुझे कहीदे पोर्तुगीज पी लिखिदेली तापर आसला कौन डच डी लिखिदेली तापर आसला कौन ब्रिटिश तापर मन रखिए पिली दानिश डी लिखिदेली तापर आसला फ्रांस मन रख प्रथम किए आसला पोर्तुगीज तापर आसला डच तापर आसला ब्रिटिश तापर आसते किए दानिश तापर लास्ट किए आसते फ्रांस ये मन रख बुझिल कि प्रथम आम जोटा पढ़ा सी हूँ किए पोर्तुगीज कौन पोर्तुगीज विषय पढ़ा तापर देख पोर्तुगीज बणिक भास्को डा गामा भारत को जलपथ आविष्कार करने पर पुनर्बार द्वितीय थर एठाक आसी बुझिल ना से माने सेकेंड टाइम कौन आसते भारत को आसी किए भास्को डा गामा से अक्टोबर 1502 मसीह पुणी थरे 10 खंड जहाज नहीं कालिकट रे पहुँची एठारे एठाकार शासक जामोरिन ठारू अनुमति प्रवेश पत्र पाई एक वाणिज्य कोठी प्रतिष्ठा करथिले मन रखियो पिली कौन करथिले जो कालिकट ठारे जो पहुँची सेठारे कौन करथिले पिली एक वाणिज्य कोठी प्रतिष्ठा करथिले कार अनुमति पाई जामोरिन ठारू अनुमति पाई केबे 1502 मसीह से भारत को आसते केते खंड जहाज नहीं आसी 10 खंड जा हो तांकरी उद्यम प्रथम मन रखिबो तांकरी उद्यम रे प्रथम थर पाई नवेम्बर 3 1502 मसीह भारतर कोचिन ठारे पोर्तुगीज माने एक वाणिज्य कोठी निर्माण करिबारे सक्षम हो पारथिले मन रखियो पिला माने ए एमसीक्यू ए जिनसटा बहुत काम लागिबो जे प्रथम थर पाई पोर्तुगीज माने केउठी भारत रे वाणिज्य कोठी निर्माण करथिले मन रखियो कोचिन ठारे केरल कौन कोचिन ठारे किंतु केबे नवेम्बर 3 1502 रे यापर भारतर कोचिन गोवा डिउ डामन ठारे पोर्तुगीज माने सेमानकर वाणिज्य केन्द्र मान स्थापन करी बहु अर्थ उपार्जन करथिले तापर से कौन करथिला पिली जे कोचिन रो कली कले कौन कला कोचिन रे मध्य कला कौन माने जो ये माने वाणिज्य केन्द्र कोठी निर्माण कले तापर कोठी गोवा तापर डिउ तापर डामन ठारे कौन करथिले निर्माण करी से वाणिज्य व्यवसाय करिवार स्थापन करिकी कौन करथिले अर्थ उपार्जन करथिले प्राच्यर वाणिज्य उपरे कहबाकू गले प्राय 100 वर्ष धरी पोर्तुगाल वाणिज्यिक अधिकार रही मन रखे पिली प्राच्यर वाणिज्य उपरे कहबाकू गले प्राय 100 वर्ष धरी पोर्तुगाल वाणिज्य अधिकार रही सेमानंको एही वाणिज्य कारोबार पाई सेमानंको देश रे
समर्थन तथा साहाय्य मध्य मिलुथिला। मन रखे पिले सेमानंकु ए वाणिज्य कारोबार पई सेमानंक देश रे समर्थन तथा साहाय्य मध्य मिलुथिला। पोर्तुगाल राजा जहाज तथा अन्य आवश्यक पदार्थ मान बणिक मानक जोगाई देउथिले। किछि मुष्टिमेय पोर्तुगीज सैनिक समुद्र रे सेमानकर अवस्थिति एपरि सुदृढ़ करथिले जे स्थल भागरे थिबा शक्तिशाली भारतीय शक्ति सेमानकर कोनोसी क्षति करने को सक्षम हो पारु नथिले। माने एमिति प्रकार प्लानिंग करथिले को माने पोर्तुगीज माने को माने पोर्तुगीज सैनिक माने जोटा कौन होते जे भारतर जो सैनिक माने थिले भारतर जो लोक माने थिले भारतर जो शक्ति थिला से मानको किछि भी करि पारु नथिला। समुद्र रे मध्य सेमानकर स्थिति एते सुदृढ़ थिला जे मोगल जहाज चलाचल को विपथगामी कराई सेमाने मोगल शासकों ठारू मध्य अनेक वाणिज्यगत रिहाती सहजरे पाई पारो थिले। माने कौन जो मोगल शासन चलतिला मन रखिबो मोगल शासन चलतिले मध्य मोगल रो जो जहाज थिला जहाज चलाचल से माने कोन करथिले जे पूरा अकामी कर दोथिले को माने पोर्तुगीज माने को माने पोर्तुगीज माने भारत रे पोर्तुगीज इतिहास रे एक नूतन युग 1505 मसीह रे आरंभ होइतिला। सेते बेले पोर्तुगाल रो शासक भारत रे पोर्तुगीज गवर्नर को 3 वर्ष पर नियुक्त करथिले। मन रखियो पिले देखो गवर्नर रखिला के पोर्तुगीज माने नूतन युग पोर्तुगीज इतिहास रे माने भारत रे पोर्तुगीज इतिहास रे एक नूतन युग केवठार आरंभ होइतिला 1505 रे। कौन पाई जे पोर्तुगाल रो जे शासक थिले से कौन करथिले जे पोर्तुगीज गवर्नर को 3 वर्ष पर नियुक्त करथिले कोठी भारत रे कोठी भारत रे। प्रथम गवर्नर भाबरे फ्रांसिस्को डी आल्मीडा मन रखियो प्रथम गवर्नर किए थिले पिले फ्रांसिस्को डी आल्मीडा मन रखियो का को से माने रखिथिले प्रथमे फ्रांसिस्को डी आल्मीडा को रखिथिले मन रखियो के पिले फ्रांसिस्को आल्मीडा 1505 रे मन रखियो लागि हेले नियुक्त करथिले। आल्मीडाଙ୍କ ପରେ ଆଲଫାନ୍ସୋ ଡି ଆଲବିକର मन रखे पिले तांको परे काको रखिथिले आल्फान्सो डी आल्बिकर तांको परे काको रखिथिले मन रखे 1509 बुझिला नहीं 1505 रे काको रखिथिले मन रखिबो काको फ्रांसिस्को डी आल्मीडा किंतु तांको परे जे थिले आल्फान्सो डी आल्बेकर केबे 1509 रे रखिथिले को हिसाब रे गवर्नर हिसाब रे को हिसाब रे गवर्नर हिसाब रे मात्र से होचंती भारत रे पोर्तुगीज शासन मूल भित्ति स्थापन करता मन रखे पिली जे भारत रे कौन पोर्तुगीज शासन मूल भित्ति स्थापन करता किए थिले पिली मन रखियो किए आल्फान्सो कौन आल्फान्सो डी आल्बेकर से शासन क्षेत्र रे प्रथम कौन करथिले भारत रे मूल भित्ति स्थापन करथिले। 1510 मसीह से गोवा अधिकार करिबार सक्षम हो पारिथिले मन रखे पिली के पिली के मन रखिबो आल्फान्सो डी आल्बेकर का को अधिकार करथिले गोवा को अधिकार करथिले मन रखिबो का को अधिकार करथिले गोवा को अधिकार करथिले माने का को हरैथिले मन रखिबो आदिल शाह मन रखियो पिली का को आदिल शाह। पोर्तुगीज माने ए समय रे पारस्य सागरर हरमूल ठारो मालयर मालवा और इंडोनेशियार स्पाइस आइलैंड पर्यंत समग्र एशिया उपकूल उपरे निजर प्राधान्य विस्तार करि पारिथिले। देखो पिली को प्रकार भाबरे से माने अधिकार करथिला के पोर्तुगीज पुणी आते रिकल कर दोची पोर्तुगीज माने कोन करथिले बोले ए समय रे पारस्य सागरर कौन हरमूल ठारू मालयर मालवा और इंडोनेशियार स्पाइस आइलैंड पर्यंत समग्र एशिया उपकूल उपरे कौन करथिले निजर प्राधान्य विस्तार करथिले। एहा परे आल्बेकरंकर उत्तराधिकारी माने दीउ डामन सालसेट बेसिन
ଚାଉକର, ବମ୍ବେ, ହୁଗୁଳି ପ୍ରଭୃତି ସ୍ଥାନଗୁଡ଼ିକୁ ଅଧିକାର କରିବାରେ ସକ୍ଷମ ହୋଇପାରିଥିଲେ। ମନେ ରଖିବେ ପିଲି, ତାଙ୍କର ଯିଏକି କେଉଁମାନେ ଥିଲେ, ତାଙ୍କର ଯିଏକି ଉତ୍ତରାଧିକାରୀମାନେ ଥିଲେ, ବୁଝିପାରୁଛେ ନାଇଁ, କାହାର? ଆଲବେକରଙ୍କର, ମାନେ ଯିଏକି ଆଲଫାନ୍ସୋ ଡି ଆଲବେକରଙ୍କର ଯେଉଁ ଉତ୍ତରାଧିକାରୀ ଥିଲେ, ସେମାନେ କ'ଣ କରିପାରିଥିଲେ? ଡିଉ, ଡାମନ, ସାଲସେଟ୍, ବେସିନ୍, ଚାଉକର, ବମ୍ବେ, ହୁଗୁଳି ପ୍ରଭୃତି ସ୍ଥାନଗୁଡ଼ିକୁ କ'ଣ କରିଥିଲେ? ଅଧିକାର କରିବାରେ ସକ୍ଷମ ହୋଇପାରିଥିଲେ। ଏଠାରେ ସେମାନେ ବାଣିଜ୍ୟ କୋଠିମାନ ସ୍ଥାପନ କରିଥିଲେ, ମାତ୍ର ଭାରତରେ ସେମାନେ ବେଶୀ ଦିନ ତିଷ୍ଠି ପାରିନଥିଲେ। ମନେ ରଖିବେ ପିଲେ, ବୁଝିଲ କି? ଯେଉଁ ଶାସନ ବ୍ୟବସ୍ଥା ସେମାନେ ଯେଉଁ ଚଲେଇଲେ, ସେମାନେ କ'ଣ କରିପାରିନଥିଲେ? ଭାରତରେ ବେଶୀ ଦିନ ତିଷ୍ଠି ପାରି ନଥିଲେ, କାରଣ ସେମାନେ ପ୍ରାୟ ସମୟରେ ସାମୁଦ୍ରିକ ଲୁଣ୍ଠନ ଓ ଡକାୟତିରେ ଲିପ୍ତ ରହୁଥିଲେ। ବୁଝିଲ କି? ସେମାନେ କେଉଁଥିରେ ଲିପ୍ତ ରହୁଥିଲେ? ସାମୁଦ୍ରିକ ଲୁଣ୍ଠନ ଏବଂ ଡକାୟତିରେ ଲିପ୍ତ ରହୁଥିଲେ। ସେଥିପାଇଁ ସେମାନେ ବହୁବାର ସ୍ଥାନୀୟ ଶାସକମାନଙ୍କ ସହିତ ସଂଘର୍ଷ କରୁଥିବାର ଜଣାଯାଏ। କେଉଁମାନେ? ପର୍ତ୍ତୁଗୀଜ ମାନେ। ବୁଝିଲ କି? ସାମୁଦ୍ରିକ ଲୁଣ୍ଠନ ଏବଂ ଡକାୟତିରେ ଲିପ୍ତ ରହୁଥିଲେ, ଆଉ ସେଥିପାଇଁ ସେମାନେ କାହା ସହିତ ସେମାନେ ସଂଘର୍ଷ କରୁଥିଲେ? ସ୍ଥାନୀୟ ଶାସକମାନଙ୍କ ସହିତ ସେମାନେ କ'ଣ ହେଉଥିଲେ? ସଂଘର୍ଷ ହେଉଥିଲେ। କେଉଁମାନେ? ପର୍ତ୍ତୁଗୀଜ ମାନେ। 1700 ମସିହାରେ ପର୍ତ୍ତୁଗୀଜ ମାନେ ଡଚ୍ ଇଂରେଜମାନଙ୍କ ଦ୍ୱାରା ପରାଜିତ ହୋଇ ସେମାନଙ୍କର ବାଣିଜ୍ୟ କୋଠି ଓ ଉପନିବେଶ ଗୁଡ଼ିକ ହରାଇ ବସିଥିଲେ। ମନେ ରଖିବେ ପିଲେ, ଯେ କାହା ଦ୍ୱାରା ସେମାନେ ହାରି ଯାଇଥିଲେ, ପରାଜୟ ହୋଇଥିଲେ? ଡଚ୍ ଓ ଇଂରେଜମାନଙ୍କ ଦ୍ୱାରା। କେଉଁମାନେ? ପର୍ତ୍ତୁଗୀଜ ମାନେ। ବୁଝିଲ କି? ଏଠି ପିଲାମାନେ ତମମାନଙ୍କର ଦେଇଛି, ମାନେ ପ୍ରଥମେ କିଏ ଥିଲେ? ପର୍ତ୍ତୁଗୀଜ, ତାପରେ ଆସିଲା କ'ଣ? ଡଚ୍, ତାପରେ ଆସିଲା ବ୍ରିଟିଶ। ବୁଝିଲ କି? ହେଲେ କାହା ଦ୍ୱାରା ଇଏ ପରାଜୟ ହୋଇଥିଲେ? ଡଚ୍ ଏବଂ ପର୍ତ୍ତୁଗୀଜ ମାନେ କ'ଣ? ଇଂରେଜମାନଙ୍କ ଦ୍ୱାରା କ'ଣ ହେଇଥିଲେ? ପରାଜିତ ହୋଇ ଯେଉଁ ବାଣିଜ୍ୟ କୋଠି ଥିଲା ଆଉ ଉପନିବେଶ ଥିଲା, ସେଗୁଡ଼ିକୁ କ'ଣ ହେଇଥିଲା? ହରାଇ ବସିଥିଲା। ମରହଟ୍ଟା ମାନେ 1739 ମସିହାରେ ସାଲେସେଟ୍ ବେସିନ୍ ଅଧିକାର କରିବାରେ ସକ୍ଷମ ହେବା ଦ୍ୱାରା ପର୍ତ୍ତୁଗୀଜଙ୍କ ପାଖରେ କେବଳ ଗୋଆ, ଡାମନ, ଡିଉ ରହିଥିଲା। କେଉଁମାନେ? ମରହଟ୍ଟା ମାନେ କ'ଣ ନେଇଯାଇଥିଲେ? 1739ରେ ଯେଉଁ ସାଲସେଟ୍ ଥିଲା, ଯେଉଁ ବେସିନ୍ ଥିଲା, ତାକୁ କ'ଣ କରିଥିଲେ? ଅଧିକାର କରିଥିଲେ। ମାନେ ଏହାକୁ କିଏ ଅଧିକାର କରିଥିଲା କି? ପର୍ତ୍ତୁଗୀଜ ଅଧିକାର କରିଥିଲା ନା ନାହିଁ? ହେଲେ ତା ପାଖରେ ଆଉ କ'ଣ ରହିଥିଲା? ଗୋଆ ଥିଲା, ଡାମନ ଥିଲା, ଡିଉ ଥିଲା। ସେଠି ସେ କ'ଣ କରିଥିଲା? ବାଣିଜ୍ୟ କୋଠି ନିର୍ମାଣ କରିଥିଲା ନା ନାହିଁ? କରିଥିଲା ନା ନାହିଁ? କିଏ? ପର୍ତ୍ତୁଗୀଜ ମାନେ। ତାପରେ ତାଙ୍କ ପରେ ଯିଏ ଆସିଲା, ସିଏ ହେଉଛି କିଏ? ଡଚ୍। କ'ଣ ପିଲାମାନେ? ଡଚ୍ ବା ଓଲନ୍ଦାଜ ମାନଙ୍କର ଭାରତରେ ପ୍ରବେଶ। ଡଚ୍ ମାନଙ୍କର ଭାରତରେ ପ୍ରବେଶ କେମିତି ପ୍ରବେଶ କରିଥିଲେ ଆମେ ଦେଖିବା। ବୁଝିଲ କି? କେଉଁମାନେ ପିଲେ? ଡଚ୍ ମାନେ। 16ଶ ଶତାବ୍ଦୀର ଶେଷ ଆଡ଼କୁ ପର୍ତ୍ତୁଗୀଜ ମାନଙ୍କ ପରେ ହଲାଣ୍ଡ ଦେଶର ଅଧିବାସୀ ଡଚ୍ ମାନେ ବାଣିଜ୍ୟ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଭାରତକୁ ଆସିଥିଲେ। ଏ ଡଚ୍ ମାନେ କେଉଁମାନେ ପିଲେ? ମନେ ରଖିବ, ହଲାଣ୍ଡ ଦେଶର ଅଧିବାସୀ ମାନଙ୍କୁ କ'ଣ କୁହାଯାଏ? ଡଚ୍। ବୁଝିଲ ନାଇଁ? କେଉଁ ଦେଶ? ହଲାଣ୍ଡ। କ'ଣ କହିଲେ ପିଲାମାନେ? ହଲାଣ୍ଡ। ଏ ଯେଉଁ ହଲାଣ୍ଡ ଦେଶର ଅଧିବାସୀଙ୍କୁ କ'ଣ କୁହାଯାଏ ପିଲେ? ଡଚ୍ ବୋଲି କୁହାଯାଏ। 1602 ମସିହାରେ ଭାରତରେ ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ସ୍ଥାପନ ହୋଇଥିଲା। ମନେ ରଖିବ, କେବେ ପିଲେ? 1602 ମସିହା। କ'ଣ କହିଲି? 1602 ମସିହାରେ ଭାରତରେ କ'ଣ ହେଇଥିଲା ପିଲେ? ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ କ'ଣ ହେଇଥିଲା? ସ୍ଥାପନ ହୋଇଥିଲା। ମନେ ରଖିବେ ପିଲେ, କେବେ? 1602। କ'ଣ ସ୍ଥାପନ ହୋଇଥିଲା? ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀ। ଏହି କମ୍ପାନୀକୁ ଯୁଦ୍ଧ ଘୋଷଣା, ସନ୍ଧି ସ୍ଥାପନ, ରାଜ୍ୟ ଅଧିକାର, ଦୁର୍ଗ ନିର୍ମାଣ ପାଇଁ ଡଚ୍ ପାର୍ଲାମେଣ୍ଟର ଚାର୍ଟର ଆଇନ ଅନୁସାରେ ଆଇନଗତ ମାନ୍ୟତା ମିଳିଥିଲା। ମନେ ରଖିବେ ପିଲେ, ଏହି କମ୍ପାନୀକୁ, କେଉଁ କମ୍ପାନୀକୁ? ଡଚ୍ ଇଷ୍ଟ ଇଣ୍ଡିଆ କମ୍ପାନୀକୁ। କ'ଣ? ଯେ ଯୁଦ୍ଧ ଘୋଷଣା, ସନ୍ଧି ସ୍ଥାପନ, ରାଜ୍ୟ ଅଧିକାର ଓ ଦୁର୍ଗ ନିର୍ମାଣ ପାଇଁ ଯେଉଁ ଡଚ୍ର ଯେଉଁ ପାର୍ଲାମେଣ୍ଟ ଥିଲା, ସେ ପାର୍ଲାମେଣ୍ଟର ଚାର୍ଟର ଆଇନ ଅନୁସାରେ ତାଙ୍କୁ କ'ଣ ହେଇଥିଲା? ଆଇନଗତ ମାନ୍ୟତା ମିଳିଥିଲା। ସେମାନଙ୍କର ବାଣିଜ୍ୟ ବ୍ୟବସାୟର ପ୍ରଧାନ ଉଦ୍ଦେଶ୍ୟ ଥିଲା ଭାରତ ଓ ଦକ୍ଷିଣ ପୂର୍ବ ଏସିଆରୁ ଗରମ ମସଲା, ସିଲ୍କ,
कर्पासा वस्त्र नील अफिम प्रभृति सामग्री गुड़िकर आमदानी करवा। कहार मुख्य उद्देश्य थिला डच। डच को उद्देश्य भारत को आसाला केवल कौन वाणिज्य करने उद्देश्य मन रखिए पिली कौ उद्देश्य वाणिज्य करने उद्देश्य डच कौन आसते भारत को आसी एवं दक्षिण पूर्व एशियार कौन कहुई जो दक्षिण पूर्व एशियार कौन गरम मसला सिल्क कर्पासा वस्त्र नील अफिम प्रभृति सामग्री गुड़िक कौन करते आमदानी करने को चेष्टा करते। भारत में प्रवेश करने पर सेमानंकु पर्तुगीज मानक सहित प्रबल प्रतिद्वंदितार सम्मुखीन होगा पड़ता। कहीं पर्तुगीज आगुरी आसला बुझिपारे ना क्या सहित से माने प्रतिद्वंदिता होता पर्तुगीज मानक सहित कौन होता प्रतिद्वंदिता होता। डच माने परवर्ती समय पर्तुगीज मानक परास्त करी सेमानंक अधीनस्थ वाणिज्य कठी और उपनिवेश मान निज अधीन को नापी सक्षम हो पारी। क्या परास्त करते पर्तुगीज मानक के डच हेले जो वाणिज्य कठी निर्माण करते जो उपनिवेश स्थापन करते ताकू कौन करते निज अधीन को आनिबार सक्षम होते कौ माने डच माने सेमानकर प्रधान वाणिज्य कठी मान भारत विभिन्न क्षेत्र में कौटी पिले गुजरात करमंडल उपकूल पिले गुजरात करमंडल उपकूल बंग बिहार आदि अंचल स्थापित होता। मन रखिए पिली कहार डच जो वाणिज्य कठी मान थिला प्रधान कौन कौन थिला से गुजरात करमंडल उपकूल बंग और बिहार आदि अंचल स्थापित होता। यह व्यतीत मछलीपट्टनम मन रखिए पिले कौन मछलीपट्टनम तापर देखिए कौन नागापट्टनम मछलीपट्टनम नागापट्टनम सूरत कासिम बजार कोचिन चिनसुरा व बालेश्वर प्रभृति स्थान मानक वाणिज्य केन्द्र मान प्रतिष्ठा करिबार सेमान सक्षम हो पारी थिले। को माने डच माने को माने पिला माने डच माने कोटी कोटी माने आमे तो जानिले गुजरात करमंडल उपकूल बंग बिहार आदि स्थान रे स्थापित करथिले कोठी मान गुड़िक किंतु ता छड़ा कौन मछलीपट्टनम जोटा कोठी अछि आंध्र रे नागापट्टनम कोठी मद्रास सूरत कासिम बजार तापर आसला कोचिन चिनसुरा कहले बंग और बालेश्वर प्रभृति स्थान में वाणिज्य केन्द्र मान कौन करथिले प्रतिष्ठा करिबार सक्षम हो पारी थिले। जेतेबेले इंग्रेज फरासी माने निजर वाणिज्य व्यवसाय केन्द्र मान स्थापन करथिले तांको सहित प्रतिद्वंदिता करी न पारी डच माने भारत छाड़ी जाभा सुमात्रा मालय द्वीपपुंज रे वाणिज्य कारोबार करथिले। देख पिली को मानकर एंट्री हैला ब्रिटिश बुझला नहीं ब्रिटिश मानकर साथी फरासी मानक साथी कार माने प्रतिद्वंदिता देखा डच बुझला नहीं प्रतिद्वंदिता देखा जावा फल से माने कौन होते पिले जे भारत छाड़ी पलाई जाइथिले कोठी गले जाभा सुमात्रा मालय द्वीपपुंज जाई से माने वाणिज्य कारोबार करथिले। यह व्यतीत 1658 मसीह डच माने पर्तुगीज मानक ठारू श्रीलंका अधिकार करथिले। मन रखिए पिले यह व्यतीत कौन होता 1658 रे के डच माने पर्तुगीज मान ठारू कौन करथिले श्रीलंका अधिकार करथिले बोली कहा जायछि। ये आज वीडियो पिले आज आम कौन करवा एतिक ही पढ़ा किंतु नेक्स्ट वीडियो जे आनिबा जे कौन ब्रिटिश ईस्ट इंडिया कंपनी आनिबा तापर आसला कौन दानिश विषय पढ़ा तापर फ्रांस विषय पढ़ा। बाय थैंक यू।